ଅନୁଗୁଳ ଜିଲ୍ଲା ଆଉଥମଲ୍ଲିକ ଉପଖଣ୍ଡ ନିମିତିରି ଗ୍ରାମରେ ଭାଗବତ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଆଜି ସକାଳ 10 ଘଟିକା ସମୟରେ ସଞ୍ଜାମରା ଶିବ ମନ୍ଦିର ପ୍ରାଙ୍ଗଣ ନିକଟ ନାଳରୁ ରୀତିନୀତି ଅନୁସାରେ ପାଣି ଉଠାଇ କଳସ ଯାତ୍ରା କରି କଳସ ସ୍ଥାପନ କରିଥିଲେ। ଏହି ନାମଯଜ୍ଞ 75 ବର୍ଷରୁ ଉର୍ଦ୍ଧ୍ୱ ହେବ ହୋଇ ଆସୁଛି। ଏଠାରେ 4000ରୁ ଉର୍ଦ୍ଧ୍ୱ ଭକ୍ତ ସମାଗମ ହୋଇଥିଲା। ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଏହି ପୂଜାରେ କର୍ତ୍ତା ଭାବରେ ପ୍ରେମାନନ୍ଦ ପ୍ରଧାନ ଓ ଧର୍ମପତ୍ନୀ ଶୁଭାଙ୍ଗିନୀ ପ୍ରଧାନ କାର୍ଯ୍ୟନିର୍ବାହ କରିଥିଲେ। ସକାଳ 5ଟାରେ ପୂର୍ଣ୍ଣାହୁତି ପଡ଼ିଥିଲା। ଏହି ଭାଗବତ ନାମ ଗ୍ରାମ ସଭାପତି ଗଣେଶ୍ୱର ବିଶ୍ୱାଳ, ସମ୍ପାଦକ ସଞ୍ଜୀବ କୁମାର ପାତ୍ର ଏବଂ ଯଜ୍ଞ ସଭାପତି ସୁଭାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ବିଷ୍ଣୁଚରଣ ସାମଲଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଛି। ଆଠମଲ୍ଲିକରୁ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ପଲିଟିକାଲ ଘଟି, ଓଡ଼ିଶା। ଜୟ ଜଗନ୍ନାଥ। ମୋ ନାଁ ସୁଭାଷ ଚନ୍ଦ୍ର ବିଶ୍ୱାଳ। ନିମିତ୍ରି ଗ୍ରାମର ଆମର ବାପ ଅଜା ଅମଳରୁ ଚାଲି ଆସିছে, ଆମର କିନ୍ତୁ ଯାଇନାହିଁ। ବର୍ତ୍ତମାନ ଯାହା ବି ସଂକୀର୍ତ୍ତନ ହେଉଥିଲା, ବର୍ତ୍ତମାନ ଟିକେ ଆଜି ଆଧୁନିକ ଷ୍ଟାଇଲର ଅନ୍ନଛତ୍ର ଖୋଲିକିରି ଲୋକଙ୍କର ଭଗବାନଙ୍କର ଆଶୀର୍ବାଦରେ এই ଯଜ୍ଞ ହେଇ ଆସୁଛି। 3 ଦିନ ଧରିକି ଯଜ୍ଞ ହେଉଛି। ତାପରେ ଭକ୍ତମାନଙ୍କର ମେଳ ବି ହେଉଛି। ବହୁତ ଉତ୍ସାହିତ ଅଛୁ ଆମେ। କେତେ ଭକ୍ତ ଏମିତି ସମାଗମ ହୁଅନ୍ତି? ଭକ୍ତ 3-4 ହଜାର ସମାଗମ ହୁଅନ୍ତି। ତାପରେ ଭଗବାନଙ୍କର ଆଶୀର୍ବାଦରେ ଆମ ଗାଁ, ଆମ ପଞ୍ଚାୟତ, ଦେଶବାସୀଙ୍କର ଗୋଟେ ଉତ୍ସାହିତ ଅଛି। ସେଥିରେ ଆମେ ବହୁତ ଖୁସି। ଆପଣଙ୍କ এইগুড়া ଯେଉଁ ଆସିଛି, ଯେଉଁଗୁଡ଼ା ଆମ ଗାଡ଼ି ମଟର ପାର୍କିଂ ବା ଯେଉଁ ଖାଇବା ପିଇବା ସୁବିଧା କୌଣସି ବିଶୃଙ୍ଖଳା ହେଉନି। ସବୁ ସୁବିଧାରେ ଭକ୍ତମାନଙ୍କୁ ମାନେ ପ୍ରସାଦ ସେବନ କରିକି ଆମେ ଉତ୍ସାହିତ ଅଛୁ। ଆମର ନିମିତିରି ଗ୍ରାମରେ ଆଜକୁ ପ୍ରାୟ ଆମେ ତ ଜାଣିନୁ, ଆମ ବାପା ଅଜା ମାନେ ଯେତେ ବୟୋଜ୍ୟେଷ୍ଠ ଥିଲେ ତାଙ୍କ ଅମଳରୁ ଚାଲି ଆସିଛି, ଯେଉଁଟାକି ଆମର ଭଗବତ ବାସୁଦେବାୟ ନମଃ। ପ୍ରତ୍ୟେକ ମାନେ ଦୀର୍ଘ 10 ଦିନ 15 ଦିନ ଧରି ଲାଗି ମାନେ ଭେଟି କାର୍ଯ୍ୟକ୍ରମ କରି ତତ୍ପର ସହିରେ ଆମର 3 ଦିନ ଯେଉଁଟାକି ଆମେ ଏଠାରୁ ଯାଇ ସମସ୍ତ ଗ୍ରାମବାସୀ କଳସ ଧାରଣ କରି ସଞ୍ଜାମରା ଶିବ ମନ୍ଦିର ପ୍ରାଙ୍ଗଣରୁ ପାଣି ଜଳଭିକ୍ଷା ଉଠେଇ ତାପରେ ଦର୍ଶନ ସାରି ପୁଣି ପଟୁଆର ବେଶରେ ଆସି ନିମିତିରି ଗ୍ରାମର ପରିକ୍ରମା, ତତ୍ସହିତରେ ସନ୍ଧ୍ୟାରେ ନାମ ସଂକୀର୍ତ୍ତନର ବହୁତ ମାନେ ସୋନପୁର ବହୁତ 7ଟା ମାନେ ଆମର କୀର୍ତ୍ତନ ମଣ୍ଡଳୀ ଆସିଛନ୍ତି। ଏହା ହେଉଛି ଆମ ନିମିତିରି ଗ୍ରାମର ପ୍ରାୟ ବିଶିଷ୍ଟ 4000-5000 ସମାଗମ ହୁଅନ୍ତି ପ୍ରତିବର୍ଷ। ମୋ ନାଁ ସେ ରାଧାମୋହନ ପ୍ରଧାନ। ମୋର ମୋତେ ବୟସ 75 ବର୍ଷ ହେଲାଣି। ଏଇ ଆମ ଗାଁର ନିମିତିରି ଗ୍ରାମର ଏଇ ଯଜ୍ଞ ଅନୁଷ୍ଠାନ ମୁଁ ଜନ୍ମ ନ ହେବା ପୂର୍ବରୁ ଆରମ୍ଭ ହୋଇଛି। ଆଜକୁ କେତେ ବର୍ଷ ହବ? ମୋତେ 75 ବର୍ଷ ହେଲା। ଯଜ୍ଞ ହେବାର କେତେ ବର୍ଷ? ଯଜ୍ଞ ହେବାର 75ରୁ ଅଧିକା। ଆସ୍ତେ ଆସ୍ତେ କମ୍ ପରିମାଣ, ଏବେ ଟିକେ ଅଧିକା ହେଇଛି। ଅନ୍ନଛତ୍ରରେ ଚାଲୁଛି। ପ୍ରଥମ ନାମଯଜ୍ଞ ଶ୍ରୀକୃଷ୍ଣଙ୍କ ନାମଯଜ୍ଞ ହେଉଥିଲା। ଭାଗବତ ଜନ୍ମ, ଭାଗବତ ବିଷୟ ସବୁ ଆଲୋଚନା ହେଉଥିଲା। ସଂକୀର୍ତ୍ତନ ଆସୁଥିଲେ, ବିଭିନ୍ନ ମଣ୍ଡଳୀ ଆସୁଥିଲେ। ତାପରେ ଏବେ ଅନ୍ନଛତ୍ରରେ ପରିଣତ ହେଇଛି। କେତେ ଦିନ ଧରି ହୁଏ? 3 ଦିନ ଗଲା, କାଲି ଆଜି କାଲିକି 3 ଦିନ ଲାଗିବ। 3 ଦିନ ଲାଗି ରହିବ। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ମହାନଗର ନିଗମ, ମ୍ୟୁନିସିପାଲିଟି ଓ NAC ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ।